ଓଡ଼ିଆ ଗ୍ରାମାର ଅଳଙ୍କାର। କାବ୍ୟ ସାହିତ୍ୟର ସୌନ୍ଦର୍ଯ୍ୟ ଦିଗ ପ୍ରତି କିଏ ଦୃଷ୍ଟି ଦେଇଥାଏ? ଉତ୍ତର ଅଳଙ୍କାର। ସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ କେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଲୋଡ଼ା? ଉତ୍ତର ଅଳଙ୍କାର। ଅଳଙ୍କାର କାବ୍ୟର କ'ଣ କରେ? ଉତ୍ତର ଶୋଭା ବୃଦ୍ଧି କରେ। ମଣିଷକୁ ଅଳଙ୍କାର ସୌନ୍ଦର୍ଯ୍ୟମଣ୍ଡିତ କରେ। ସେହିପରି କାବ୍ୟକୁ କ'ଣ ସୌନ୍ଦର୍ଯ୍ୟମଣ୍ଡିତ କରେ? ଉତ୍ତର କାବ୍ୟାଳଙ୍କାର। କାବ୍ୟାଳଙ୍କାର ମୁଖ୍ୟତଃ କେତେ ଭାଗରେ ବିଭକ୍ତ? ଉତ୍ତର 2। କେଉଁ ଅଳଙ୍କାର ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଭେଦରେ ଦ୍ୱିବିଧ? ଉତ୍ତର କାବ୍ୟାଳଙ୍କାର। ଶବ୍ଦାଳଙ୍କାର। ଶବ୍ଦ କାହାଦ୍ୱାରା ସରସ, ସୁନ୍ଦର ଓ ଶ୍ରୁତିମଧୁର ହୁଏ? ଉତ୍ତର ଶବ୍ଦାଳଙ୍କାର। ଅନୁପ୍ରାସ, ଯମକ ଓ ଶ୍ଳେଷ କେଉଁ ଅଳଙ୍କାର? ଉତ୍ତର ଶବ୍ଦାଳଙ୍କାର। ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗ ଘଟିଲେ ତାହାକୁ କି ଅଳଙ୍କାର କୁହାଯାଏ? ଉତ୍ତର ଅନୁପ୍ରାସ। ଅନୁପ୍ରାସ କେତେ ଭାଗରେ ବିଭକ୍ତ? ଉତ୍ତର 5। ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଚିଲିକା ରାଧାନାଥ ରାୟଙ୍କର। ଉକ୍ତ ଉଦ୍ଧୃତିରେ କ, ଳ, ମ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର ବାରମ୍ବାର ପ୍ରୟୋଗ ଘଟିଛି, ତେବେ ଏହାକୁ କି ଅଳଙ୍କାର କହିବା? ଉତ୍ତର ଅନୁପ୍ରାସ। ଏକାଧିକ ବ୍ୟଞ୍ଜନବର୍ଣ୍ଣ ପର୍ଯ୍ୟାୟକ୍ରମେ ଏକାଧିକ ବାର ଆବୃତ୍ତି ହେଲେ ତାହା କି ଅନୁପ୍ରାସ? ଉତ୍ତର ଛେକାନୁପ୍ରାସ। ଭୈରବ ଆରବେ ରେବା ଦେଇ ଲମ୍ଫ ଜନମାଏ ଜନମାନସେ ପ୍ରକମ୍ପ। ଚିଲିକାରୁ ଆସିଛି। ଏଠାରେ ର, ବ, ଯ, ଦନ୍ତ୍ୟ ନ, ମ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର କ୍ରମିକ ଆବୃତ୍ତି ଘଟିଥିବାରୁ କି ଅନୁପ୍ରାସ ହୋଇଛି? ଉତ୍ତର ଛେକାନୁପ୍ରାସ। ଗୋଟିଏ ବ୍ୟଞ୍ଜନବର୍ଣ୍ଣ କ୍ରମାନୁସାରେ ହେଉ ବା ନ ହେଉ ବାରମ୍ବାର ଉଲ୍ଲିଖିତ ହେଲେ ତାହାକୁ କି ଅନୁପ୍ରାସ କୁହାଯିବ? ଉତ୍ତର ବୃତ୍ତ୍ୟାନୁପ୍ରାସ। ଅଗ୍ରେ ସେହି ନଦୀ ବହୁଅଛି ରଙ୍ଗେ, ଏ ରଙ୍ଗ ନିରେଖି ତରଙ୍ଗ ଭ୍ରୁ ଭଙ୍ଗେ। ଦରବାର ରାଧାନାଥ ରାୟ। ଏହି ଉଦ୍ଧୃତିଟିରେ ର, ଙ୍ଗ ବାରମ୍ବାର ଆବୃତ୍ତ ହେଉଥିବାରୁ କେଉଁ ଅନୁପ୍ରାସ ହେବ? ଉତ୍ତର ବୃତ୍ତ୍ୟାନୁପ୍ରାସ। ଯେଉଁଠାରେ ପାଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ତାର ପୂର୍ବବର୍ତ୍ତୀ ସ୍ୱରବର୍ଣ୍ଣର ସମତା ରହି ଆବୃତ୍ତ ହୋଇଥାଏ, ତାହାକୁ କି ଅନୁପ୍ରାସ କହନ୍ତି? ଉତ୍ତର ଅନ୍ତ୍ୟାନୁପ୍ରାସ। କୃଷ୍ଣ ପଉଗଣ୍ଡ କାଳ ଅନ୍ତରେ, ନବ କିଶୋର ବୟ ଆଗତରେ। ଏହି ପଦରେ ପ୍ରଥମ ଓ ଦ୍ୱିତୀୟ ପାଦର ଶେଷରେ ଥିବା ବ୍ୟଞ୍ଜନ ବର୍ଣ୍ଣ ରେ ଏବଂ ପୂର୍ବବର୍ତ୍ତୀ ସ୍ୱରବର୍ଣ୍ଣ ବା ଉପାନ୍ତ ସ୍ୱରବର୍ଣ୍ଣ ଅ ର ସାମ୍ୟ ରହିଥିବାରୁ ଏହା କି ଅନୁପ୍ରାସ? ଉତ୍ତର ଅନ୍ତ୍ୟାନୁପ୍ରାସ। ଭିନ୍ନାର୍ଥ ବୋଧକ ଏକ ପ୍ରକାର ପଦର ବାରମ୍ବାର ଆବୃତ୍ତିକୁ କ'ଣ କୁହାଯାଏ?
ଉତ୍ତର ଯମକ। କେଉଁଟି ଅନୁପ୍ରାସ ଅଳଙ୍କାର ବିଭାଗ ଅନ୍ତର୍ଗତ ନୁହେଁ? ଉତ୍ତର ଆଦ୍ୟାନୁପ୍ରାସ। ନୀଳ ନିରଦମାଳେ ଖେଳେ ଚପଳା, ଖଳ ପୀରତି ପ୍ରାୟ ସଦା ଚପଳା। ଏହି ଉଦ୍ଧୃତିଟି କାହାର ଉଦାହରଣ? ଉତ୍ତର ଯମକ। ଯମକ ମୁଖ୍ୟତଃ କେତେ ଭାଗରେ ବିଭକ୍ତ? ଉତ୍ତର 5। ପଦର ପ୍ରତିପାଦର ଆଦ୍ୟରେ ଗୋଟିଏ ଶବ୍ଦ ବ୍ୟବହୃତ ହୋଇ ଭିନ୍ନ ଅର୍ଥ ପ୍ରକାଶ କଲେ କି ଯମକ ହୁଏ? ଉତ୍ତର ଆଦ୍ୟ ଯମକ। ବରଚି ବରଷେ ଦେଇ ମାନସ, ବରଚି ବରଷେ ଅମେଧ୍ୟ ଗ୍ରାସ। ଉଦ୍ଧୃତିଟି କି ପ୍ରକାର ଯମକ? ଉତ୍ତର ଆଦ୍ୟ ଯମକ। ଭିନ୍ନାର୍ଥକ ଗୋଟିଏ ଶବ୍ଦ ପାଦ ମଧ୍ୟରେ ଏକାଧିକ ଥର ବ୍ୟବହୃତ ହେଲେ କି ପ୍ରକାର ଅଳଙ୍କାର ହୁଏ? ଉତ୍ତର ମଧ୍ୟ ଯମକ। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ 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 ଏ ଶୋଭିତ। ଉଦ୍ଧୃତିଟି କେଉଁ ଯମକର ଉଦାହରଣ? ଉତ୍ତର ମଧ୍ୟ ଯମକ। ବିଭିନ୍ନାର୍ଥବୋଧକ ଶବ୍ଦ ପାଦ ଶେଷରେ ଏକାଧିକ ବାର ବ୍ୟବହୃତ ହେଲେ କି ଅଳଙ୍କାର ହୁଏ? ଉତ୍ତର ପ୍ରାନ୍ତ ଯମକ। ନୀଳ ନିରଦମାଳେ ଖେଳେ ଚପଳା, ଖଳ ପୀରତି ପ୍ରାୟ ସଦା ଚପଳା। ତୁଳସୀ ସ୍ତବକରୁ ଆସିଛି। ଏଥିରେ କେଉଁ ଯମକ? ଉତ୍ତର ପ୍ରାନ୍ତ ଯମକ। ବିଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦ ପଦ ମଧ୍ୟରେ ଏକାଧିକ ଥର ବ୍ୟବହୃତ ହେଲେ କି ଯମକ ହୋଇଥାଏ? ଉତ୍ତର ସର୍ବଯମକ। ଅହି ମକର ତାପନାଶେ ଶୋଭା ସାରସ ଚକ୍ରେ, ଅହି ମକର ତାପନାଶେ ଶୋଭା ସାରସ ଚକ୍ରେ ଲାବଣ୍ୟବତୀ। ଏଠାରେ କେଉଁ ଯମକ ହୋଇଛି? ଉତ୍ତର ସର୍ବଯମକ। ସର୍ବଯମକର ଅନ୍ୟ ଏକ ନାମ କ'ଣ? ଉତ୍ତର ମହାଯମକ। ଭିନ୍ନ ଅର୍ଥବୋଧକ ସମଚାରିତ ଶବ୍ଦ ସମୂହର ପାଦ ମଧ୍ୟରେ ବାରମ୍ବାର ପ୍ରୟୋଗ ହେଲେ କି ଯମକ ହୁଏ? ଉତ୍ତର ମାଳ ଯମକ। ବୃଷଭାନୁ ଭାନୁ ଭାନୁ ପ୍ରଭା ତାପ ନାହିଁ, ବୃତ ତମାଳ ମାଳ ମାଳତୀ ଲତା ଯହିଁ। ଏଠାରେ ଭାନୁ ଓ ମାଳ ଶବ୍ଦ ଭିନ୍ନ ଅର୍ଥରେ ବାରମ୍ବାର ବ୍ୟବହୃତ ହୋଇଛି। ତେବେ କେଉଁ ଯମକ? ଉତ୍ତର ମାଳ ଯମକ। ଗୋଟିଏ ଶବ୍ଦ ଦୁଇ ବା ତହିଁରୁ ଅଧିକ ଭିନ୍ନ ଅର୍ଥ ପ୍ରକାଶ କଲେ କି ଅଳଙ୍କାର ହୁଏ? ଉତ୍ତର ଶ୍ଳେଷ। ଶ୍ଳେଷ ଅଳଙ୍କାରରେ ଯେଉଁ ଶବ୍ଦଟି ଏକାଧିକ ଅର୍ଥ ପ୍ରକାଶ କରୁଥାଏ ତାହାକୁ କ'ଣ କୁହାଯାଏ? ଉତ୍ତର ଶ୍ଳିଷ୍ଟ ପଦ। ଶ୍ଳେଷ ଅଳଙ୍କାର କେତେ ପ୍ରକାର? ଉତ୍ତର 3 ପ୍ରକାର। ଯେଉଁଠାରେ ଶବ୍ଦ ନ ଭାଙ୍ଗି ଅର୍ଥ ଭିନ୍ନ ଭିନ୍ନ ହୁଏ ସେଠାରେ କେଉଁ ଶ୍ଳେଷ ପଦ ହୁଏ? ଉତ୍ତର ଅଭଙ୍ଗ ଶ୍ଳେଷ। ଯେଉଁଠି ଶବ୍ଦକୁ ଭାଙ୍ଗି ଭିନ୍ନାର୍ଥ କରାଯାଏ ତାକୁ କି ଶ୍ଳେଷ କୁହାଯାଏ? ଉତ୍ତର ସଭଙ୍ଗ। ଯେଉଁଠି ସଭଙ୍ଗ ଓ ଅଭଙ୍ଗ ଭଙ୍ଗୀରେ ଦୁଇଟି ଅର୍ଥ ପ୍ରକାଶ ପାଉଥାଏ ତାହାକୁ କି ଶ୍ଳେଷ କହିବା? ଉତ୍ତର ଭଙ୍ଗାଭଙ୍ଗ ଶ୍ଳେଷ। ବାବୁ ନାକ ଶିରୀ ଦାନ ଯୋଗ୍ୟଯୋଷାକୁ, ବିହର କାନନ କର ଆଲିଙ୍ଗନକୁ। ବୈଦେହୀଶ ବିଳାସ। ଏହି ପଦଟି କି ପ୍ରକାର ଶ୍ଳେଷ ଅଳଙ୍କାରର ଉଦାହରଣ? ଉତ୍ତର ତିନୋଟି ଯାକ ଶ୍ଳେଷ। ବକ୍ତା ଦ୍ୱାରା ଗୋଟିଏ ଅର୍ଥରେ କୁହାଯାଉଥିବା ଶବ୍ଦକୁ ଶ୍ରୋତା ଆଉ ଗୋଟିଏ ଅର୍ଥରେ ବୁଝିଲେ କେଉଁ ଅଳଙ୍କାର ହୁଏ? ଉତ୍ତର ବକ୍ରୋକ୍ତି। ବକ୍ରୋକ୍ତି ଅଳଙ୍କାର କେତେ ପ୍ରକାର? ଉତ୍ତର 2। ଶ୍ରୀକୃଷ୍ଣ କହିଲେ ଗୋଳ ନକର ସୁନ୍ଦରୀ,
ମୁହିଁ ଯେ ମାଧବ ଆସିଅଛି ତୋର ପୁରୀ। ରାଧିକା ବୋଇଲେ ତୁ ହୋଇଲୁ କି ବାଇ, ବସନ୍ତ କାଳକୁ ସିନା ମାଧବ ଯେ କହି। ଭୂତକେଳି ଉଦ୍ଧୃତିଟି କେଉଁ ଅଳଙ୍କାରର ଦୃଷ୍ଟାନ୍ତ? ଉତ୍ତର ଶ୍ଳେଷ ବକ୍ରୋକ୍ତି। ନାହିଁ ଏ ଭାରତେ ବିଦ୍ୟାର ବିଳାସ, ନାହିଁ ଏ ଭାରତେ ଶୌର୍ଯ୍ୟର ପ୍ରକାଶ। ଏହି ନାସ୍ତିସୂଚକ ପଦରେ ପରୋକ୍ଷରେ ଅସ୍ତିସୂଚକ ଅର୍ଥଟିଏ ରହିଛି। ଏ ଦୃଷ୍ଟିରୁ ଏହା କି ବକ୍ରୋକ୍ତି? ଉତ୍ତର କାକୁ ବକ୍ରୋକ୍ତି। ଅର୍ଥାଳଙ୍କାର। କାବ୍ୟରେ ଅର୍ଥର ସୌନ୍ଦର୍ଯ୍ୟ ବିଧାୟକ ଧର୍ମକୁ କ'ଣ କୁହାଯାଏ? ଉତ୍ତର ଅର୍ଥାଳଙ୍କାର। ସମାନ ଗୁଣ ବିଶିଷ୍ଟ ଭିନ୍ନ ଭିନ୍ନ ଜାତୀୟ ଦୁଇଟି ବସ୍ତୁର ସାଦୃଶ୍ୟ କଥିତ ହେଲେ ତାହା କି ଅଳଙ୍କାର ହୁଏ? ଉତ୍ତର ଉପମା। ଉପମେୟ, ଉପମାନ, ସାଧାରଣ ଧର୍ମ ଓ ଉପମାବାଚକ ଶବ୍ଦ ଏ ଚାରିଟି କେଉଁ ଅଳଙ୍କାରର ଅଙ୍ଗ? ଉତ୍ତର ଉପମା। ଯେଉଁ ବସ୍ତୁକୁ ବର୍ଣ୍ଣନା କରାଯାଏ ବା ତୁଳନା କରାଯାଏ ତାହାକୁ କ'ଣ କୁହାଯାଏ? ଉତ୍ତର ଉପମେୟ। ଯେଉଁ ବସ୍ତୁ ସହିତ ତୁଳନା କରାଯାଏ ତାହାକୁ କ'ଣ କୁହାଯାଏ? ଉତ୍ତର ଉପମାନ। ଯେଉଁ ସମାନ ଗୁଣ, କ୍ରିୟା ଆଦିର ସମାନତା କାରଣରୁ ଉପମେୟର ସମାନତା ଉପମାନ ସହିତ କରାଯାଏ ତାହାକୁ କ'ଣ କୁହାଯାଏ? ଉତ୍ତର ସାଧାରଣ ଧର୍ମ। ଉପମାନ ଓ ଉପମେୟର ସାଦୃଶ୍ୟ କଥନ କରୁଥିବା ଶବ୍ଦଗୁଡ଼ିକୁ କ'ଣ କୁହାଯାଏ? ଉତ୍ତର ଉପମାବାଚକ ଶବ୍ଦ। ପରି, ସଦୃଶ, ଯେସନ, ପ୍ରାୟ, ତଥା, ଯଥା, ଯେହ୍ନେ, ତୁଲ୍ୟ ଇତ୍ୟାଦି ଯେଉଁ ଶବ୍ଦଗୁଡ଼ିକ ଉପମା ପ୍ରୟୋଗ ବେଳେ ବ୍ୟବହୃତ ହୁଏ ସେଗୁଡ଼ିକୁ କି ଶବ୍ଦ କହନ୍ତି? ଉତ୍ତର ଉପମାବାଚକ ଶବ୍ଦ। ଉପମା ଅଳଙ୍କାର କେତେ ପ୍ରକାର? ଉତ୍ତର ବହୁ ପ୍ରକାର। ଯେଉଁଠାରେ ଉପମେୟ, ଉପମାନ, ସାଧାରଣ ଧର୍ମ ଓ ଉପମାବାଚକ ଶବ୍ଦର ଉପସ୍ଥିତି ଥାଏ ସେଠାରେ କି ଉପମା ଅଳଙ୍କାର ହୋଇଥାଏ? ଉତ୍ତର ପୂର୍ଣ୍ଣୋପମା। ଯେଉଁଠାରେ ଉପମେୟ, ଉପମାନ, ଉପମାବାଚକ ଶବ୍ଦ ଓ ସାଧାରଣ ଧର୍ମ ମଧ୍ୟରୁ ଏକ ବା ଏକାଧିକ ବାର ଲୁପ୍ତ ଘଟିଥାଏ ସେଠାରେ କେଉଁ ଉପମାଳଙ୍କାର ହୋଇଥାଏ? ଉତ୍ତର ଲୁପ୍ତୋପମା। ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ କେଉଁ ଉପମାଳଙ୍କାର ହୋଇଥାଏ? ଉତ୍ତର ମାଳୋପମା। ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି ସତ ମହତ ଜନ, ରବି ଶଶୀ ତାରା କେଡ଼େ ଊର୍ଦ୍ଧ୍ୱେ ସ୍ଥିତ, ସମସ୍ତେ ନତ ବଦନ। ମହିମା। ଉପରୋକ୍ତ ଉଦ୍ଧୃତିରେ ଉପମାନ କିଏ? ଉତ୍ତର ମହତ ଜନ। ଉପରୋକ୍ତ ଉଦ୍ଧୃତିରେ ରବି, ଶଶୀ, ତାରା ପ୍ରତ୍ୟେକ କି ପଦ? ଉତ୍ତର ଉପମେୟ। ଉପରୋକ୍ତ ଉଦ୍ଧୃତିରେ ନମ୍ରତା ଶବ୍ଦଟିକୁ କ'ଣ କୁହାଯିବ? ଉତ୍ତର ସାଧାରଣ ଧର୍ମ। ଉପରୋକ୍ତ ଉଦ୍ଧୃତିରେ ଉପମାବାଚକ ଶବ୍ଦ ପରି ଉହ୍ୟ ଥିବାରୁ ଏହା କି ପ୍ରକାର ଉପମା ଅଳଙ୍କାର? ଉତ୍ତର ଲୁପ୍ତୋପମା। ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ, ମିଶିଯାଏ ଯଥା ଜୀବାତ୍ମା ବିଶ୍ୱ ଆତ୍ମା ଚରଣେ। ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ, ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ। ଚନ୍ଦ୍ରଭାଗା। ଉପରୋକ୍ତ ଉଦ୍ଧୃତିରେ ପ୍ରଭାତୀ ତାରା, ଜୀବାତ୍ମା, ଚପଳା ପ୍ରତ୍ୟେକ କି ପଦ? ଉତ୍ତର ଉପମାନ। ଉପରୋକ୍ତ ଉଦ୍ଧୃତିରେ ଅବଳା ଶବ୍ଦଟି କ'ଣ? ଉତ୍ତର ଉପମେୟ। ଉପରୋକ୍ତ ଉଦ୍ଧୃତିରେ ମିଶିଯିବା ଶବ୍ଦଟି କ'ଣ? ଉତ୍ତର ସାଧାରଣ ଧର୍ମ। ଉପରୋକ୍ତ ଉଦ୍ଧୃତିରେ ଯଥା, ତଥା ଶବ୍ଦକୁ କ'ଣ କୁହାଯାଏ?
ଉତ୍ତର ଉପମାବାଚକ ଶବ୍ଦ। ଉପରୋକ୍ତ ଉଦ୍ଧୃତିରେ ଗୋଟିଏ ଉପମେୟର ଏକାଧିକ ଉପମାନ ଥିବାରୁ ଏହା କି ପ୍ରକାର ଉପମାଳଙ୍କାର? ଉତ୍ତର ମାଳପମା। ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ ବାସଇ ବୋଇତ ଯଥା ନୀଳ ସମୁଦ୍ରରେ। ଶରତ। ଉପରୋକ୍ତ ଉଦ୍ଧୃତିରେ ଖଣ୍ଡ ଖଣ୍ଡ ଧଳାମେଘ କ'ଣ? ଉତ୍ତର ଉପମାନ। ଉପରୋକ୍ତ ଉଦ୍ଧୃତିରେ ବୋଇତ ଶବ୍ଦଟି କ'ଣ? ଉତ୍ତର ଉପମେୟ। ଉପରୋକ୍ତ ଉଦ୍ଧୃତିରେ ଭାସିବା ଶବ୍ଦଟି କ'ଣ? ଉତ୍ତର ସାଧାରଣ ଧର୍ମ। ଉପରୋକ୍ତ ଉଦ୍ଧୃତିରେ ଯଥା ଶବ୍ଦଟିକୁ କ'ଣ କୁହାଯାଏ? ଉତ୍ତର ଉପମାବାଚକ ଶବ୍ଦ। ଉପରୋକ୍ତ ଉଦ୍ଧୃତିଟିରେ ଉପମା ଅଳଙ୍କାରର ସମସ୍ତ ଅଙ୍ଗ ଉପମାନ, ଉପମେୟ, ସାଧାରଣ ଧର୍ମ ଓ ଉପମାବାଚକ ଶବ୍ଦ ଉପସ୍ଥିତ ଥିବାରୁ ଏହାକୁ କି ଉପମା କହନ୍ତି? ଉତ୍ତର ପୂର୍ଣ୍ଣୋପମା। ଲଳିତ ଦିଶୁଛି ଲଲାଟେ ତାର ସିନ୍ଦୂର ବିନ୍ଦୁ, ମୁଖ କମଳକୁ ହୋଇଛି ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ। ତପସ୍ୱିନୀ। ଉପରୋକ୍ତ ଉଦ୍ଧୃତିରେ ପୂର୍ଣ୍ଣିମା ଇନ୍ଦୁ କ'ଣ? ଉତ୍ତର ଉପମାନ। ଉପରୋକ୍ତ ଉଦ୍ଧୃତିରେ ସିନ୍ଦୂର ବିନ୍ଦୁ କ'ଣ? ଉତ୍ତର ଉପମେୟ। ଉପରୋକ୍ତ ଉଦ୍ଧୃତିରେ ଯେହ୍ନେ କ'ଣ? ଉତ୍ତର ଉପମାବାଚକ ଶବ୍ଦ। ଉପରୋକ୍ତ ଉଦ୍ଧୃତିରେ କେଉଁ ଶବ୍ଦଟି ସାଧାରଣ ଧର୍ମ? ଉତ୍ତର ସାଧାରଣ ଧର୍ମ ସୂଚକ ଶବ୍ଦଟି ଉହ୍ୟ ଅଛି। ଉପମାନ ଓ ଉପମେୟର ଅଭେଦ କଥିତ ହେଲେ କି ଅଳଙ୍କାର ହୁଏ? ଉତ୍ତର ରୂପକ ଅଳଙ୍କାର। କରପଲ୍ଲବେ ନୀହାର ମୁକ୍ତା ଧରି ଉପହାର, ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି। ତପସ୍ୱିନୀ। ଏହି ପଂକ୍ତି ଦ୍ୱୟରେ କରପଲ୍ଲବ ଓ ନୀହାର ମୁକ୍ତା, କର ସହିତ ପଲ୍ଲବର ଏବଂ ନୀହାର ସହିତ ମୁକ୍ତାର ଅଭେଦତ୍ୱ ରହିଥିବାରୁ ଏହା କି ପ୍ରକାର ଅଳଙ୍କାର? ଉତ୍ତର ରୂପକ। ରୂପକ ମୁଖ୍ୟତଃ କେତେ ପ୍ରକାର? ଉତ୍ତର ତିନି ପ୍ରକାର। ଯେଉଁଠାରେ ଗୋଟିଏ ବସ୍ତୁର ଆରୋପ ନିମିତ୍ତ ଅନ୍ୟ ଏକ ବସ୍ତୁର ଆରୋପ ଆବଶ୍ୟକ ହୋଇଥାଏ, ସେଠାରେ କି ପ୍ରକାର ରୂପକ ଅଳଙ୍କାର ହୋଇଥାଏ? ଉତ୍ତର ପରମ୍ପରିତ ରୂପକ। ଆଶା ପାରିଜାତ ଫୁଟିବ ହୃଦ ନନ୍ଦନ ବନେ, ଜ୍ଞାନ ଭକ୍ତି କର୍ମ ସୌରଭ ବ୍ୟାପୀ ଯିବ ଭୁବନେ। କୁସୁମାଞ୍ଜଳି ମଧୁସୂଦନ। ଏଠାରେ ଆଶାରେ ପାରିଜାତର ଆରୋପ ହେତୁ ହୃଦୟଠାରେ ନନ୍ଦନ ବନର ଆରୋପଣ ହୋଇଛି, ଅର୍ଥାତ୍ ପ୍ରଥମ ଆରୋପଣ ଦ୍ୱିତୀୟ ଆରୋପଣର କାରଣ ହୋଇଛି। ତେଣୁ ଏହା କି ରୂପକ ଅଳଙ୍କାର? ଉତ୍ତର ପରମ୍ପରିତ ରୂପକ। ପୃଥକ ଅଙ୍ଗବିଶିଷ୍ଟ ଉପମେୟରେ ପୃଥକ ଅଙ୍ଗବିଶିଷ୍ଟ ଉପମାନର ଆରୋପ କରାଗଲେ କେଉଁ ରୂପକ ହୋଇଥାଏ? ଉତ୍ତର ସାଙ୍ଗ ରୂପକ। ଯେଉଁଠାରେ ଗୋଟିଏ ଉପମେୟର ଗୋଟିଏ ମାତ୍ର ଉପମାନର ଆରୋପ ଅବା ଅଭେଦ କଳ୍ପନା ହୋଇଥାଏ, ସେଠାରେ କେଉଁ ରୂପକ ହୋଇଥାଏ? ଉତ୍ତର ନିରଙ୍ଗ ରୂପକ। ପ୍ରକୃତ ବସ୍ତୁରେ ଅପ୍ରକୃତ ପଦାର୍ଥ ତର୍କଣ କରାଗଲେ କେଉଁ ଅଳଙ୍କାର ହୋଇଥାଏ? ଉତ୍ତର ଉତ୍ପ୍ରେକ୍ଷା। ଯେଉଁଠାରେ ଉପମାନଠାରୁ ଉପମେୟର ଆଧିକ୍ୟ କଥିତ ହୋଇଥାଏ, ସେଠାରେ କି ଅଳଙ୍କାର ହୁଏ? ଉତ୍ତର ବ୍ୟତିରେକ। ପ୍ରକୃତି ବା ପ୍ରକୃତ ବସ୍ତୁର ସ୍ୱଭାବ ସଙ୍ଗତ ଯଥାର୍ଥ ବର୍ଣ୍ଣନା ହେଲେ କେଉଁ ଅଳଙ୍କାର ହୁଏ? ଉତ୍ତର ଶୋଭାବକ୍ତି। କାରଣ ଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ କେଉଁ ଅଳଙ୍କାର ହୁଏ? ଉତ୍ତର ବିଶେଷୋକ୍ତି। ସାଦୃଶ୍ୟ ଯୋଗୁଁ ପ୍ରସ୍ତୁତ ପଦାର୍ଥରେ ଅପ୍ରସ୍ତୁତ ପଦାର୍ଥର କବି ପ୍ରୌଢ଼ୋକ୍ତି ସିଦ୍ଧି ଭ୍ରମ ସୃଷ୍ଟି ହୋଇ ଅନୁରୂପ କାର୍ଯ୍ୟ ବର୍ଣ୍ଣିତ ହେଲେ କି ଅଳଙ୍କାର ହୁଏ? ଉତ୍ତର ଭ୍ରାନ୍ତିମାନ। କାରଣ ବିନା କାର୍ଯ୍ୟର ଉତ୍ପତ୍ତି ବର୍ଣ୍ଣିତ ହେଲେ କେଉଁ ଅଳଙ୍କାର ହୁଏ? ଉତ୍ତର ବିଭାବନା। ଗୋଟିଏ ତଥ୍ୟକୁ ଅନ୍ୟ ଏକ ତଥ୍ୟ ଦ୍ୱାରା ସମର୍ଥନ କରାଗଲେ ବା ବିଶେଷ ପଦାର୍ଥ ଦ୍ୱାରା ସାମାନ୍ୟ ପଦାର୍ଥର ସମର୍ଥନ କରାଗଲେ କେଉଁ ଅଳଙ୍କାର ହୁଏ? ଉତ୍ତର ଅର୍ଥାନ୍ତର ନ୍ୟାସ। ପ୍ରକୃତ ବସ୍ତୁକୁ ଅସ୍ୱୀକାର କରାଯାଇ ଅପ୍ରକୃତ ବସ୍ତୁକୁ ପ୍ରତିଷ୍ଠା କରାଗଲେ କି ଅଳଙ୍କାର ହୁଏ?
ଉତ୍ତର ଅପହୃତି। ଅପହୃତି ଯେଉଁଠି ଗୋଟିଏ ପଦାର୍ଥ ଉଭୟ ଉପମେୟ ଓ ଉପମାନ ରୂପେ କଳ୍ପିତ ହୋଇଥାଏ ସେଠାରେ କେଉଁ ଅଳଙ୍କାର ହୁଏ? ଉତ୍ତର ଅନନ୍ୱୟ। ନିନ୍ଦା ଛଳରେ ସ୍ତୁତି ବା ସ୍ତୁତି ଛଳରେ ନିନ୍ଦା କରାଗଲେ କେଉଁ ଅଳଙ୍କାର ହୁଏ? ଉତ୍ତର ବାଚସ୍ପତି। ଭଗ୍ନ ଅଟୁ ଆହା ସଲିଳ ଯେସନ ବହି ଯାଉଅଛି ଆୟୁ ପ୍ରତିକ୍ଷଣ ଦରବାର। ଏଠାରେ କେଉଁ ଅଳଙ୍କାର ହୋଇଛି? ଉତ୍ତର ଉପମା। ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗ ଘଟିଲେ କେଉଁ ଅଳଙ୍କାର ହୁଏ? ଉତ୍ତର ଅନୁପ୍ରାସ। ଅଳଙ୍କାରର ଧର୍ମ କ'ଣ? ଉତ୍ତର ସାହିତ୍ୟର ଶୋଭା ବିଧାୟକ। ସାହିତ୍ୟରେ ଶବ୍ଦର ଚମତ୍କାରିତା ପ୍ରତିପାଦନ କରିବା କେଉଁ ଅଳଙ୍କାରର ଲକ୍ଷ୍ୟ? ଉତ୍ତର ଶବ୍ଦାଳଙ୍କାର। ସାହିତ୍ୟରେ ଅର୍ଥର ସୌନ୍ଦର୍ଯ୍ୟ ବିଧାୟକ ଧର୍ମକୁ କ'ଣ କୁହାଯାଏ? ଉତ୍ତର ଅର୍ଥାଳଙ୍କାର। କେଉଁ ଅଳଙ୍କାରରେ ସାଙ୍ଗୀତିକତା ବଢ଼ିଯାଏ? ଉତ୍ତର ଶବ୍ଦାଳଙ୍କାର। କେଉଁ ଦୁଇଟି ଉପମାବାଚକ ଶବ୍ଦ ରହିଛି? ଉତ୍ତର ଯଥା ପରି। ଆଳଙ୍କାରିକ ବାମନଙ୍କ ମତରେ ସୌନ୍ଦର୍ଯ୍ୟ ହିଁ ଡ୍ୟାସ୍ ଶୂନ୍ୟସ୍ଥାନ ପୂରଣ କର। ଉତ୍ତର ଅଳଙ୍କାର। ଏକ ପ୍ରକାର ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତିକୁ କି ଅଳଙ୍କାର କୁହାଯାଏ? ଉତ୍ତର ଅନୁପ୍ରାସ। ବିରାଜି ବର କନକ କଦମ୍ବ ରୁଚିରେ ବିରାଜି ବର କନକ କଦମ୍ବ ରୁଚିରେ ବୈଦେହୀଶ ବିଳାସ। ଏହା କେଉଁ ପ୍ରକାର ଯମକ ଅଳଙ୍କାର? ଉତ୍ତର ସର୍ବଯମକ। କ୍ଷପଣି କ୍ଷପଣେ ତୋହରି ସଲିଳେ ହୀରକର ଉତ୍ସ ଉଠିଲା ସଲିଳେ। ଚିଲିକା କାବ୍ୟାଂଶଟି କେଉଁ ଅଳଙ୍କାରର ଉଦାହରଣ? ଉତ୍ତର ପ୍ରାନ୍ତ ଯମକ। ବ୍ୟାକୁଳ ସଲିଳଚର ସଲିଳ ତେଜିଲେ ବାଡ଼ ଲେଖା ଲେଖା ଚିତ୍ର ଭାବକୁ ଭଜିଲେ ବୈଦେହୀଶ ବିଳାସ। ଏଟା କେଉଁ ଯମକ? ଉତ୍ତର ମଧ୍ୟ ଯମକ। ଦେଖି ଭୂଷା ପ୍ରିୟ ଉଷା ମନ ହେଲା ତୃଷା ତରଳ ଉଷା। ଉଦ୍ଧୃତ ଚରଣଟିରେ କେଉଁ ଅଳଙ୍କାର ହୋଇଛି? ଉତ୍ତର ଅନୁପ୍ରାସ। ଉପରୋକ୍ତ ଉଦାହରଣଟି କାହିଁକି ଅନୁପ୍ରାସ ଅଳଙ୍କାର? ଉତ୍ତର ମୂର୍ଧନ୍ୟଷ ବର୍ଣ୍ଣକୁ ତିନିଥର ଉଚ୍ଚାରଣ କରାଯାଇଛି। ଲୁଣି ମଣି ଲିଣି ମଧୁ ଝରକୁ ଶୁଣି ତା ବିଷମ ବଂଶୀ ସ୍ୱରକୁ। ସଙ୍ଗୀତ କଳ୍ପଲତା। ଏହା କି ପ୍ରକାର ଅନୁପ୍ରାସର ଉଦାହରଣ? ଉତ୍ତର ବୃତ୍ତ୍ୟାନୁପ୍ରାସ। କବିତ୍ୱ ବନିତା କବିତା ପିତା କବି କହିବା ଲୋକ ତାର ଉପମାତା। କଲେ ତାକୁ ଭୋଗ ରସିକ ନେତା କେତେହେଁ ଅବା ନଥାଏ ଯୋଗ୍ୟତା। କୁମତି ଗୁଆଁର କେବଳ ବଇମାତ୍ର ଭାଇ ତାର। ଏଠାରେ କେଉଁ ରୂପକ ଅଳଙ୍କାର ହୋଇଛି? ଉତ୍ତର ସାଙ୍ଗ ରୂପକ। କେଉଁ ଅଳଙ୍କାରରେ ଉପମେୟ ସହିତ ଉପମାନର ତୁଳନା କରାଯାଏ? ଉତ୍ତର ଉପମା ଅଳଙ୍କାର। କେଉଁ ଅଳଙ୍କାରରେ ଉପମେୟ ଓ ଉପମାନର ଅଭେଦ କଳ୍ପନା କରାଯାଏ? ଉତ୍ତର ରୂପକ ଅଳଙ୍କାର। ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର। ତପସ୍ୱିନୀ। ଏହା କି ପ୍ରକାର ରୂପକ ଅଳଙ୍କାର? ଉତ୍ତର ପରମ୍ପରିତ ରୂପକ। ଅଗ୍ରଜ ଆଜ୍ଞାବହ ସୌମିତ୍ରୀ ରଥୀ ରାମ ହୃଦୟ ଜ୍ୟୋତ୍ସ୍ନା ବୈଦେହୀ ସତୀ ସୀତା ବନବାସ। ଏହା କି ପ୍ରକାର ରୂପକ ଅଳଙ୍କାର? ଉତ୍ତର ନିରଙ୍ଗ ରୂପକ। ମ୍ଳାନ ମୁଖଛବି ବିଷାଦ ରେଖାରେ ଭ୍ରୂଲତା ଅଙ୍କା କି ଲଜ୍ଜା ତୁଳିକାରେ। ଏଠାରେ କି ପ୍ରକାର ଅଳଙ୍କାର ହୋଇଛି? ଉତ୍ତର ଉତ୍ପ୍ରେକ୍ଷା ଅଳଙ୍କାର। ନୀଳିମାରେ ବାମା ଚାରୁ କେଶ ପାଶ ତୋନୀଳ ବିଚିକି କଲା ଉପହାସ। ଏଠାରେ ଉପମେୟର ଉପମାନ ଠାରୁ ଆଧିକ୍ୟ ପ୍ରକାଶ ପାଇଥିବାରୁ ଏହା କି ଅଳଙ୍କାର? ଉତ୍ତର ବ୍ୟତିରେକ।
ଉପମେୟ କେଶ ଉପମାନ ଢେଉ। ବ୍ୟତିରେକ ଅଳଙ୍କାର। ପଶ୍ଚିମ ଆକାଶେ ବୁଡ଼ଇ ରବି, ଆହା କି ସୁନ୍ଦର ଲୋହିତ ଛବି। ଚରାସରି ପକ୍ଷୀ ଆକାଶେ ଉଡ଼ି, ବସାକୁ ଆନନ୍ଦେ ଗଲେ ବାହୁଡ଼ି। ଏଠାରେ କି ଅଳଙ୍କାର ହୋଇଛି? ଉତ୍ତର ଶୋଭାବୋକ୍ତି। ଉଦ୍ଧବ କହିବଟି ଗୋପୀନାଥଙ୍କୁ, କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହେଲାଣି ଭୁଜକୁ। ଏଠାରେ କି ଅଳଙ୍କାର ହୋଇଛି? ଉତ୍ତର ଅତିଶୟୋକ୍ତି। ଖାଉଥିଲେ ଦ୍ରବ୍ୟ ସ୍ୱାଦୁ ନ ଜାଣେ, ଗନ୍ଧ ଘେନଇ ଉଦାସୀନ ଗୁଣେ। ଦେଖୁଥିଲେ ଆଖି ଚିହ୍ନଇ ନାହିଁ, ଏ କର୍ମ ବୋଲି ସେ କର୍ମକୁ, ସେ କର୍ମ ବରକୁ। ବିଦଗ୍ଧ ଚିନ୍ତାମଣି। ଏହା କେଉଁ ଅଳଙ୍କାରର ଉଦାହରଣ? ଉତ୍ତର ବିଶେଷୋକ୍ତି। ଆନିତମ୍ବଲମ୍ବୀ କେଶଗୁଚ୍ଛେ ଶୋଭୁଥାଇ ଚରଣ, ଦର୍ଶକ ହୃଦୟ ଉପୁଜାଇ ନୀଳ ଭୁଜଙ୍ଗୀ ଭ୍ରମ। ଉଷା। ଏଠାରେ କି ଅଳଙ୍କାର ହୋଇଛି? ଉତ୍ତର ଭ୍ରାନ୍ତିମାନ। ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା, ଦାରିଦ୍ର୍ୟ ତୁମ୍ଭର ସଙ୍ଗୀ ହେଲା ସିନା। ଏହା କେଉଁ ଅଳଙ୍କାରର ଦୃଷ୍ଟାନ୍ତ? ଉତ୍ତର ଅର୍ଥାନ୍ତରନ୍ୟାସ ଅଳଙ୍କାର। ବସ୍ତୁ ନୁହେଁ ସେ ଅଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। ଏଠାରେ ପ୍ରକୃତ ବସ୍ତୁକୁ ଅସ୍ୱୀକାର କରି ଅପ୍ରକୃତ ବସ୍ତୁକୁ ସ୍ୱୀକାର କରାଯାଇଥିବାରୁ ଏହା କେଉଁ ଅଳଙ୍କାର ହୋଇଛି? ଉତ୍ତର ଅପହୃତି। ତହିଁ ସିଂହାସନେ ସୁନ୍ଦରୀ ଆସିନା, ଜଗତେ ତୁଳନା ସେହି ତାର ସିନା। ଏଠାରେ ସୁନ୍ଦରୀ ଉଭୟ ଉପମେୟ ଓ ଉପମାନ। ତେଣୁ ଉଦ୍ଧୃତିଟି କେଉଁ ଅଳଙ୍କାରର ପରିଚାୟକ? ଉତ୍ତର ଅନନ୍ୱୟ। କରିଥାନ୍ତି ମାମୁଁ ମତେ କେତେ ସେନେହ, କରି ତା ଭାବନା ଦହି ହେଉଛି ଦେହ। ଏଠାରେ ପ୍ରଶଂସା ମୁଖରେ ନିନ୍ଦା କରାଯାଇଥିବାରୁ କି ଅଳଙ୍କାର ହୋଇଛି? ଉତ୍ତର ବ୍ୟାଜସ୍ତୁତି। ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୂର ବିନ୍ଦୁ, ରମୟୀ ଆଖି ନୁହଁଇ ସିନ୍ଦୂର ରହିଛି ସ୍ମର ହୃଦୟ ଲାଖି। ଏହା କେଉଁ ଅଳଙ୍କାର? ଉତ୍ତର ଅପହୃତି। ଚୁମ୍ବି ଚରଣକୁ ଚିକୁର ରାଜି, ଦୋଳେ ଚରଣେ ମଦନ କେତନ ଉଡ଼ଇ କିବା ଶୋଭା ଆଶ୍ରମେ। ଏହା କି ଅଳଙ୍କାର? ଉତ୍ତର ଉତ୍ପ୍ରେକ୍ଷା। କ ସ୍ତମ୍ଭରେ ଥିବା ପାଠ ସହିତ ଖ ସ୍ତମ୍ଭର ପାଠକୁ ସମ୍ବନ୍ଧିତ କରାଅ। କ ସ୍ତମ୍ଭ ଖ ସ୍ତମ୍ଭ। ଯେଉଁ ବସ୍ତୁ ସହିତ ତୁଳନା କରାଯାଏ ଉପମାନ, ଯେଉଁ ବସ୍ତୁକୁ ତୁଳନା କରାଯାଏ ଉପମେୟ। ଯେଉଁ ଶବ୍ଦ ଉପମେୟ ଓ ଉପମେୟ ମଧ୍ୟରେ ଥିବା ସାଦୃଶ୍ୟର ପ୍ରକାଶକ ଉପମାବାଚକ ଶବ୍ଦ। ଉପମେୟ ଓ ଉପମାନ ମଧ୍ୟରେ ଯେଉଁ ସମାନ ଗୁଣ ଥାଏ ସାଧାରଣ ଧର୍ମ। କ ସ୍ତମ୍ଭ ସହିତ ଖ ସ୍ତମ୍ଭ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ। ଅନୁପ୍ରାସ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗ। ଶ୍ଳେଷ ସଭଙ୍ଗ ଅଭଙ୍ଗ ଓ ଭଙ୍ଗା ଭଙ୍ଗ। ଯମକ ବିଭିନ୍ନାର୍ଥକ ଏକ ପ୍ରକାର ଶବ୍ଦର ବାରମ୍ବାର ପ୍ରୟୋଗ। ଶ୍ଳିଷ୍ଟ ଶବ୍ଦ ଯେଉଁ ଶବ୍ଦଟି ଏକାଧିକ ଅର୍ଥ ପ୍ରକାଶ କରୁଥାଏ। କ ସ୍ତମ୍ଭ ପାଠ ସହ ଖ ସ୍ତମ୍ଭ ପାଠ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ। କାରଣ ଥାଇ କାର୍ଯ୍ୟର ଉତ୍ପତ୍ତି ନ ହେଲେ ବିଶେଷୋକ୍ତି ଅଳଙ୍କାର। କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର। ପ୍ରାକୃତ ବସ୍ତୁକୁ ପ୍ରତିରୋଧ କରି ଅପକୃତ ବସ୍ତୁ ସ୍ଥାପିତ ହେଲେ ଅପହୃତି ଅଳଙ୍କାର। ତିନି ଭାଗରେ ବିଭକ୍ତ ଶ୍ଳେଷ ଅଳଙ୍କାର।
କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ପ୍ରସଙ୍ଗୋଚିତ ଭାବେ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ। ଉପମେୟ ଓ ଉପମାନର ସାଦୃଶ୍ୟ କଥିତ ହେଲେ ଉପମା ଅଳଙ୍କାର। ଉପମାନ ଓ ଉପମେୟର ଅଭେଦତ୍ୱ କଳ୍ପନା କରାଗଲେ ରୂପକ ଅଳଙ୍କାର। ଉପମେୟର ଉଲ୍ଲେଖ ନ କରି କେବଳ ଉପମାନର ଉଲ୍ଲେଖ କରାଗଲେ ଅନନ୍ୱୟ ଅଳଙ୍କାର। ଉପମେୟ ମଧ୍ୟ ଉପମାନ ହେଲେ ଅତିଶୟୋକ୍ତି ଅଳଙ୍କାର। କ ସ୍ତମ୍ଭ ପାଠକୁ ଖ ସ୍ତମ୍ଭ ପାଠ ସହିତ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗ ଘଟିଲେ ଅନୁପ୍ରାସ ଅଳଙ୍କାର। ସାହିତ୍ୟରେ ଶବ୍ଦର ଚମତ୍କାରିତା ପ୍ରତିପାଦନ କରେ ଶବ୍ଦାଳଙ୍କାର। ସାହିତ୍ୟରେ ଅର୍ଥର ସୌନ୍ଦର୍ଯ୍ୟ ବିଧାୟକ ଅର୍ଥାଳଙ୍କାର। ସାହିତ୍ୟର ଶୋଭା ବୃଦ୍ଧି କରିବା ଅଳଙ୍କାରର ଧର୍ମ। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଅନୁପ୍ରାସ ଶ୍ଳେଷ ଓ ଯମକ କେଉଁ ଅଳଙ୍କାର? ଶବ୍ଦାଳଙ୍କାର। ଉତ୍ପ୍ରେକ୍ଷା ରୂପକ ଓ ଉପମା କେଉଁ ଅଳଙ୍କାର? ଅର୍ଥାଳଙ୍କାର। କି ଅବା ସତେ ସିନା କିବା ଇତ୍ୟାଦି କି ଶବ୍ଦ? ଉତ୍ପ୍ରେକ୍ଷା ବାଚକ ଶବ୍ଦ। ପରି ସଦୃଶ ଯେହ୍ନେ ଯେସନ ଯଥା ଇତ୍ୟାଦି କି ଶବ୍ଦ? ଉପମା ବାଚକ ଶବ୍ଦ। କ ସ୍ତମ୍ଭ ସହିତ ଖ ସ୍ତମ୍ଭର ସମ୍ବନ୍ଧ ନିର୍ଣ୍ଣୟ କର। କ ସ୍ତମ୍ଭ ଖ ସ୍ତମ୍ଭ। ପ୍ରକୃତ ଶବ୍ଦାର୍ଥରେ ଅପ୍ରକୃତ ପଦାର୍ଥର ତର୍କଣା ହେଲେ ଉତ୍ପ୍ରେକ୍ଷା ଅଳଙ୍କାର। ପ୍ରକୃତି ବା ପ୍ରକୃତ ବସ୍ତୁର ସ୍ୱଭାବ ସଙ୍ଗତ ଯଥାର୍ଥ ବର୍ଣ୍ଣନା ହେଲେ ଶୋଭାବକ୍ତି ଅଳଙ୍କାର। ପ୍ରକୃତ ବସ୍ତୁକୁ ଅସ୍ୱୀକାର କରି ଅପ୍ରକୃତ ବସ୍ତୁର ପ୍ରତିଷ୍ଠା ହେଲେ ଅପହ୍ନୁତି ଅଳଙ୍କାର। ଗୋଟିଏ ବସ୍ତୁର ଆରୋପ ନିମିତ୍ତ ଅନ୍ୟ ଏକ ବସ୍ତୁର ଆରୋପ ଆବଶ୍ୟକ ହେଲେ ପରମ୍ପରିତ ରୂପକ ଅଳଙ୍କାର। କ ସ୍ତମ୍ଭ ସହିତ ଖ ସ୍ତମ୍ଭର ସମ୍ବନ୍ଧ ନିର୍ଣ୍ଣୟ କର। କ ସ୍ତମ୍ଭ ଖ ସ୍ତମ୍ଭ। ଉପମାନଠାରୁ ଉପମେୟର ଆଧିକ୍ୟ କଥିତ ହେଲେ ବ୍ୟତିରେକ ଅଳଙ୍କାର। ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ ମାଳୋପମା ଅଳଙ୍କାର। ଉପମେୟ ସହିତ ଉପମାନର ତୁଳନା କରାଗଲେ ଉପମା ଅଳଙ୍କାର। ଉପମେୟ ଓ ଉପମାନର ଅଭେଦତ୍ୱ କଳ୍ପନା କରାଗଲେ ରୂପକ। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସମ୍ପର୍କିତ କର। ନିନ୍ଦା ଛଳରେ ସ୍ତୁତି ବା ସ୍ତୁତି ଛଳରେ ନିନ୍ଦା ବ୍ୟାଜସ୍ତୁତି ଅଳଙ୍କାର। ସିଦ୍ଧ ଅଧ୍ୟବସାୟ ପାରିଭାଷିକ ଶବ୍ଦ ଅତିଶୟୋକ୍ତି ଅଳଙ୍କାର ସହିତ ସମ୍ପୃକ୍ତ। ମହାଯମକ ସର୍ବଯମକର ଅନ୍ୟ ନାମ। ଗୋଟିଏ ଉପମେୟଠାରେ ଗୋଟିଏ ମାତ୍ର ଉପମାନର ଅଭେଦ ଆରୋପ ହେଲେ ନିରଙ୍ଗ ରୂପକ ଅଳଙ୍କାର।